ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏମିତି ଖ୍ରୀଷ୍ଟିଆନ ଲୋକମାନେ ନରକକୁ ଯିବେ ଆପଣମାନେ ଦେଖିଥିବେ। ତାପରେ ଯାଇ ଏହି ଭିଡ଼ିଓକୁ ଦେଖିବା ପାଇଁ ଆପଣମାନେ ଇଚ୍ଛା କରିଥିବେ ଏବଂ ବର୍ତ୍ତମାନ ଆପଣମାନେ ଦେଖୁଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଯେଉଁମାନେ ପ୍ରଭୁ ଯୀଶୁଙ୍କ ଦୃଷ୍ଟିରେ ମନ୍ଦ କାର୍ଯ୍ୟ କରନ୍ତି, ସେହି ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁ ବିନାଶ କରନ୍ତି ଏବଂ ସେହି ସମସ୍ତେ ଲୋକ ନରକକୁ ମଧ୍ୟ ଯିବେ। ବର୍ତ୍ତମାନ ସମୟରେ ଆପଣମାନେ ଦେଖିଥିବେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି ଏବଂ ଲୋକମାନେ ମଧ୍ୟ ପ୍ରଭୁଙ୍କ ପଛରେ ନ ଯାଇ ପ୍ରଭୁ ଯୀଶୁଙ୍କ ଦାସମାନଙ୍କ ପଛରେ ଯାଉଛନ୍ତି ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ବ୍ୟଭିଚାର କାର୍ଯ୍ୟ କରୁଛନ୍ତି, ଅନେକ ପ୍ରକାର ଖରାପ କାର୍ଯ୍ୟ କରୁଛନ୍ତି। ଆପଣମାନେ ଜାଣିଥିବେ, ଶୁଣି ମଧ୍ୟ ଥିବେ, ନିଜର ସ୍ୱଚକ୍ଷୁରେ ଆପଣମାନେ ଦେଖି ମଧ୍ୟ ଥିବେ। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ପ୍ରଭୁ ଯୀଶୁଙ୍କ ଦୃଷ୍ଟିରେ ମନ୍ଦ କାର୍ଯ୍ୟ କରନ୍ତି, ସେହି ସମସ୍ତେ ନରକକୁ ଯିବେ। ଏ ବିଷୟ ଆପଣମାନେ ଧ୍ୟାନ ଦେବା ଦରକାର ଏବଂ ଯେଉଁ ପରମେଶ୍ୱରଙ୍କର ଆମ୍ଭେମାନେ ସେବା ଆରାଧନା କରୁଛୁ, ସେହି ପରମେଶ୍ୱର କେବଳ ଆଶୀର୍ବାଦ ହିଁ କରନ୍ତି ନାହିଁ, କରନ୍ତି, କିନ୍ତୁ ଯଦି ତାହାଙ୍କ ଦୃଷ୍ଟିରେ ଆମ୍ଭେମାନେ ଯଦି ମନ୍ଦ କାର୍ଯ୍ୟ କରିବା, ତାହେଲେ ସେହି ପରମେଶ୍ୱର ହିଁ ବିନାଶ ମଧ୍ୟ କରିଦେଇପାରନ୍ତି। ଏହି ବିଷୟକୁ ମଧ୍ୟ ଆମ୍ଭେମାନେ ଧ୍ୟାନ ଦେବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ବିଷୟ ଅଛି କହିବା ନିମନ୍ତେ, କିନ୍ତୁ ଆପଣମାନଙ୍କ ପାଖରେ ଏ ଅଳ୍ପ ବିଷୟ ମାତ୍ର ପ୍ରକାଶ କରିଅଛି। ଆମର ଶରୀରରେ ରୋଗ ଥିଲେ, ଯଦି ପାପ ନଥିବ, ତାହେଲେ ଆମ୍ଭେମାନେ ସ୍ୱର୍ଗକୁ ଯିବା। ଯଦି ଆମର ଜୀବନରେ ରୋଗ ନଥିବ, ଆମେ ସୁସ୍ଥତା ଥିବା, ସଠିକ୍ ଥିବା, କିନ୍ତୁ ଆମର ଜୀବନରେ ଯଦି ପାପ ଥିବ, ତାହେଲେ ଆମ୍ଭେମାନେ ନରକକୁ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଆପଣ ସମସ୍ତଙ୍କୁ ଅଳ୍ପ ବିଷୟ ମାତ୍ର ପ୍ରକାଶ କରିଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଗାମୀ ଭିଡ଼ିଓରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆଉ ଗୋଟିଏ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ ଏହି ଭିଡ଼ିଓ ମାଧ୍ୟମରେ।